ପିଲାମାନେ ଆଜି ଆମେ କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସର୍ଟ କୋଶ୍ଚିନ୍ ଦେଖିବା ଆମର କ'ଣ ଆନୁଆଲ ଏକ୍ଜାମ ପାଇଁ। ଏଇଟା ହେଲା ଆମର ସବୁଠାରୁ ମେନ୍ ଏକ୍ଜାମ। ତାହେଲେ 1 ନମ୍ବର ପ୍ରଶ୍ନ ପିଲାମାନେ ନିମ୍ନତ କିଏ କାନ୍ତ କବି ରୂପେ ପରିଚିତ? ଏଇଟା ଆମେ ସହଜରେ ଜାଣିଛେ କିଏ ଲକ୍ଷ୍ମୀକାନ୍ତ ମହାପାତ୍ର। ସହଜ କୋଶ୍ଚିନ୍ଟା। 2 ନମ୍ବର ଲକ୍ଷ୍ମୀକାନ୍ତ ମହାପାତ୍ର କେଉଁ ମସିହାରେ ଜନ୍ମଗ୍ରହଣ କରିଥିଲେ? ଏଟା ବି ସହଜ କୋଶ୍ଚିନ୍। କେଉଁ ମସିହାରେ? 1888 ମସିହାରେ। ତାପରେ 3 ନମ୍ବର ପ୍ରଶ୍ନ ପିଲାମାନେ ଆମକୁ ଦେଇଛି ନିମ୍ନୋକ୍ତ କେଉଁଟି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ୱାରା ରଚିତ ଏକ ପ୍ରବନ୍ଧ ସଂକଳନ ଅଟେ? କେଉଁଟି? ସେ ହେଉଛି ଶରୀର ମାନ୍ଦ୍ୟ। ଏମାନଙ୍କ ଭିତରୁ ହେଲା। ତମକୁ ଟିକେ ପିଲାମାନେ ହାର୍ଡ କୋଶ୍ଚିନ୍ ଲାଗୁଥିବ, କିନ୍ତୁ ଏଇଭଳି କୋଶ୍ଚିନ୍ ପରୀକ୍ଷାରେ ଆସୁଛି ଏବଂ ହାର୍ଡ କୋଶ୍ଚିନ୍ ଆମେ ପ୍ରିପେୟାର ହେଇଥିଲେ ହିଁ ବଢ଼ିଆରୁ ବଢ଼ିଆ ସ୍କୋର କରିପାରିବା ଏବଂ ଆମକୁ କୋଶ୍ଚିନ୍ ସହଜ ଲାଗିବ। 4 ନମ୍ବର ପ୍ରଶ୍ନ ଡଗର ପତ୍ରିକାର ପ୍ରତିଷ୍ଠାତା ସମ୍ପାଦକ କିଏ? ଡଗର ପତ୍ରିକାର ହେଲା ଆମେ କାହା ବିଷୟରେ ପଢୁଛେ? ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବିଷୟରେ। ତାହେଲେ ତାଙ୍କର ସମ୍ପାଦକ ହେଉଛନ୍ତି ଲକ୍ଷ୍ମୀକାନ୍ତ ମହାପାତ୍ର। 5 ନମ୍ବର ପ୍ରଶ୍ନ ପିଲାମାନେ ବନ୍ଦେ ଉତ୍କଳ ଜନନୀ ଗୀତଟି କେଉଁ ମସିହାରେ ଓଡ଼ିଶା ସରକାରଙ୍କ ଦ୍ୱାରା ରାଜ୍ୟ ସଙ୍ଗୀତର ମାନ୍ୟତା ପାଇଛି? ହେଲା ଏଇଟା ଆମର କେଉଁ ମସିହାରେ ପିଲାମାନେ? ଏଇଟା ଆମର 2020 ମସିହାରେ ରାଜ୍ୟ ସଙ୍ଗୀତର ମାନ୍ୟତା ପାଇଛି। 6 ନମ୍ବର କାନ୍ତ କବି କାହାକୁ ଚାରୁ ଭାଷମୟୀ ବୋଲି କହିଛନ୍ତି? ଉତ୍କଳ ଜନନୀକୁ ଚାରୁ ଭାଷମୟୀ ବୋଲି କହିଛନ୍ତି। ନେକ୍ସଟ ପିଲାମାନେ ଆମେ ଦେଖିବା 7 ନମ୍ବର ପ୍ରଶ୍ନ ଆମ ପାଇଁ ଉତ୍କଳର ସମୁଦ୍ର ତଟ କେଉଁ ବୃକ୍ଷମାନଙ୍କ ଦ୍ୱାରା ସୁଶୋଭିତ? କେଉଁ ବୃକ୍ଷମାନଙ୍କ ଦ୍ୱାରା? ହେଲା ତାଳ ତମାଳ ବୃକ୍ଷମାନଙ୍କ ଦ୍ୱାରା ସୁଶୋଭିତ। 8 ନମ୍ବର ଉତ୍କଳ ଜନନୀ ବକ୍ଷରେ ନୀଳ ପର୍ବତମାଳା କେଉଁ ଭଳି ଶୋଭା ପାଇବାର ଲକ୍ଷ୍ୟ କରାଯାଏ? ସେ ହେଉଛି ତରଙ୍ଗ ଭଳି ଶୋଭା ପାଇବାର ଲକ୍ଷ୍ୟ କରାଯାଏ। 9 ନମ୍ବର କାହାର ଆକାଶ ସୁନ୍ଦର ପକ୍ଷୀମାନଙ୍କର କଳରବରେ ମୁଖରିତ ହେଉଥାଏ? ସେ ହେଉଛି ଉତ୍କଳର ଆକାଶ ସୁନ୍ଦର ପକ୍ଷୀମାନଙ୍କର କଳରବରେ ମୁଖରିତ ହେଉଥାଏ। 10 ନମ୍ବର ପିଲାମାନେ ଆମ ପାଇଁ ଉତ୍କଳ ଜନନୀଙ୍କ ଶରୀର କେଉଁଥରେ ପରିଶୋଭିତ? ସେ ହେଉଛି ଘଞ୍ଚ ବନଭୂମିରେ ପରିଶୋଭିତ। 11 ନମ୍ବର ଲକ୍ଷ୍ମୀକାନ୍ତ ମହାପାତ୍ର କଟକ ସହରର କେଉଁ ସ୍ଥାନରେ ଜନ୍ମଗ୍ରହଣ କରିଥିଲେ? କଟକ ସହରର ହେଲା ବାଖ୍ରାବାଦରେ ଜନ୍ମଗ୍ରହଣ କରିଥିଲେ। ବୁଝିହେଲା ତ? ତାପରେ ନେକ୍ସଟ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ମାଙ୍କ ନାମ କ'ଣ? ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ମାଙ୍କ ନାମ ହେଉଛି ରାଧାମଣୀ ଦେବୀ। ଅପସନ ଡି ହେଉଛି ଆମର କରେକ୍ଟ ଆନ୍ସର। 13 ନମ୍ବର ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର କେଉଁ ସ୍ଥାନର ଜମିଦାର ଥିଲେ? ଇଏ ଆମର ତାଳପଦାର ଜମିଦାର ଥିଲେ। ଅପସନ ଏ ହେଉଛି କରେକ୍ଟ ଆନ୍ସର। ବୁଝିଲା ତ ପିଲାମାନେ? এইଭଳି କୋଶ୍ଚିନ୍ ତମକୁ କରିବାକୁ ପଡ଼ିବ। ଯେତେ ସର୍ଟ କୋଶ୍ଚିନ୍ ଅଭ୍ୟାସ କରିବା, ଯେତେ MCQ ଅଭ୍ୟାସ କରିବା, ଯେତେ ଆମେ ସେଟ୍ ଅଭ୍ୟାସ କରିବା, ଆମ ପରୀକ୍ଷା ମନରୁ ଭୟ ଚାଲିଯିବ ଏବଂ ସୁନ୍ଦର ଭାବରେ ପରୀକ୍ଷାରେ ଆମେ କୋଶ୍ଚିନ୍ ପଢ଼ିପାରିବା ଏବଂ ସୁନ୍ଦର ଭାବରେ ଆନ୍ସର ଦେଇକି ଭଲରୁ ଭଲ। ସାହିତ୍ୟରେ ପିଲାମାନେ ଟାର୍ଗେଟ୍ କର ସମସ୍ତେ 50ରୁ 50 ରଖିବ, ସେ ଯେମିତିଆ ପିଲାଟା, କାରଣ ଏଇଟା ହେଉଛି ଆମର ସ୍କୋରିଂ। ବୁଝୁଛ ତ? ଏଇଟା ସର୍ଟ କୋଶ୍ଚିନ୍ ଯଦି ଆମେ ଫୁଲ ନ ରଖିବା ଆଉ କେଉଁଥିରେ ରଖିବା? ଲଙ୍ଗ କୋଶ୍ଚିନ୍ ତ ଆମକୁ ଦେବେନି ନା ସାହିତ୍ୟରେ ଲଙ୍ଗ କୋଶ୍ଚିନ୍ ଫୁଲ ଦେବେ ହିଁ ନାହିଁ। ତେଣୁ ଆମର କୋଉଠି ସ୍କୋରିଂ? ସେତେବେଳେ ଆମେ ଲଙ୍ଗ କୋଶ୍ଚିନ୍ 2 ମାର୍କ କଟିଗଲେ ଚଳିଯିବ, କିନ୍ତୁ ସେଇ 2 ମାର୍କର ଗ୍ୟାପ୍ଟା ଆମେ ଏଥିରେ ପୂରଣ କରିଥିବା। 14 ନମ୍ବର ଲକ୍ଷ୍ମୀକାନ୍ତ ଜନ୍ମ ହେବା ବେଳକୁ ଭାଗବତ ପ୍ରସାଦ କେଉଁ ସ୍କୁଲର ଶିକ୍ଷକତା କରୁଥିଲେ? କେଉଁ ସ୍କୁଲର? ସେ ହେଉଛନ୍ତି କଟକ ଏକାଡେମୀ ସ୍କୁଲ। ଅପସନ ସି ହେଉଛି କରେକ୍ଟ ଆନ୍ସର। ନେକ୍ସଟ କୋଶ୍ଚିନ୍ ଦେଖିବା 15 ନମ୍ବର ଦେଇଛି ଓକିଲାତି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଭାଗବତ ବାବୁ କେଉଁଥିରେ ପ୍ରଥମେ ଓକିଲାତି କଲେ? କେଉଁଥିରେ? ସେ ହେଉଛନ୍ତି ବାଲେଶ୍ୱରରେ। କେଉଁଠାରେ? ହଁ, ବାଲେଶ୍ୱର ଠାରେ କ'ଣ ଓକିଲାତି କଲେ। 16 ନମ୍ବର କେଉଁଥିରେ ମାତିବାରୁ ଲକ୍ଷ୍ମୀକାନ୍ତକୁ ଅଧ୍ୟୟନ ପାଇଁ କଟକ ପଠାଗଲା? କେଉଁଥିରେ ମାତିବାରୁ? ଦେଖ ପିଲାମାନେ କ'ଣ ନାଟକ ଅଭିନୟରେ। ଅପସନ ସି ହେଉଛି କରେକ୍ଟ ଆନ୍ସର। ନେକ୍ସଟ କୋଶ୍ଚିନ୍ 17 ନମ୍ବର କୋଶ୍ଚିନ୍ ପିଲାମାନେ ଆମ ପାଇଁ କାହା ତତ୍ତ୍ୱାବଧାନରେ ରହି ଲକ୍ଷ୍ମୀକାନ୍ତ କଟକରେ ପାଠ ପଢ଼ିଲେ? ସେ ହେଉଛି ଉମାଚରଣ ଦାସଙ୍କ ତତ୍ତ୍ୱାବଧାନରେ ରହି ଲକ୍ଷ୍ମୀକାନ୍ତ କଟକରେ ପାଠ ପଢ଼ିଲେ। 18 ନମ୍ବର କେବେ ଉମାଚରଣ ଦାସ ଉଚ୍ଚଶିକ୍ଷା ପାଇଁ କଲିକତା ଗଲେ? କେବେ? ସେ ହେଲା 1906 ମସିହାରେ। ନେକ୍ସଟ କୋଶ୍ଚିନ୍ ଆମେ ଦେଖିବା 19 ନମ୍ବର କୋଶ୍ଚିନ୍
लक्ष्मीकांत केउं स्कूल एंट्रांस परीक्षा रे उत्तीर्ण हेले से होचंदी बालेश्वर जिला हाईस्कूल से कौन एंट्रांस परीक्षा रे उत्तीर्ण हेले 20 नंबर प्रश्न लक्ष्मीकांत महापात्र केबे एंट्रांस परीक्षा रे उत्तीर्ण हेले केबे पुणी हेले 1907 मसीह रे बालेश्वर जिला हाईस्कूल रे किए कांत कवि लक्ष्मीकांत महापात्र एंट्रांस परीक्षा रे उत्तीर्ण होइथिले बुझिला तो धन्यवाद पिला माने।